ସକାଳୁ ସକାଳୁ ଦେଖିଲା ବେଳକୁ ଗୋଟେ କଦଳୀ ଫେଣା ପାଚିଛି ଆଉ ସେଟାକୁ ଭାବିଲୁ ନେଇଯିବୁ ନହେଲେ ଚଢ଼େଇ ମାନେ ସବୁ ରଖିବେନି, ସବୁ ଖାଇକି ଖଣ୍ଡିଆ କରିଦେବେ। ସେଥିଲାଗି ଆମେ କଦଳୀ କାଟିବା ପାଇଁ ଆସିଛୁ। ଏଠି ମା ପୁଅ 2 ଜଣ ବି ଆସିଛୁ ଆଉ ବାପା ଏଠି କାଟି ଦେଉଛନ୍ତି। କାଟି ସାରିଲା ପରେ ଆମେ ନେଇକି ଯିବୁ, ଯେହେତୁ ବାପାଙ୍କ ହାତ ଖରାପ ସେମାନେ ନେଇକି ଯାଇପାରିବେନି। ସେଥିଲାଗି ଏମିତି ଅଧା କରିକି କାଟିବେ, ତାପରେ ଯାଇକି ଆମେ କଦଳୀଟାକୁ ଭଲସେ ନେଇକି ଯିବୁ। ଦେଖନ୍ତୁ କଦଳୀ କଟା ହେଲା କିନ୍ତୁ ତଳେ ବି ପଡ଼ିଲା ନା। ଏମିତି ଷ୍ଟାଇଲରେ ବାପା କାଟନ୍ତି କି ତଳେ ବି ପଡ଼େନି କି ଭାଙ୍ଗେନି କି କିଛି ବି ହୁଏନି, ନଷ୍ଟ ହୁଏନି। ତାପରେ ଆକୁ କାଟି ସାରିଲା ପରେ ଆମେ ନେଇକି ଘରକୁ ଯିବୁ। ଆଉ ଯେହେତୁ ଗୋଟେ ସାଇଡ଼ରୁ ପାଚିଥିଲା, ବେଶୀ ପାଚି ନଥିଲା, ହେ ଦେଖନ୍ତୁ ଗୋଟେ 2ଟା ସାଇଡ଼ରୁ ପାଚିଛି, ବେଶୀ ପାଚିନି। ଇଏ ମାନେ ରହିଥିଲେ ଗୋଟେ ଦିନ ତାକୁ ଚଢ଼େଇ ମାନେ କିଛି ବି ରଖିନଥାନ୍ତେ, ସବୁ ଖାଇ ଦେଇଥାନ୍ତେ। ସେଥିଲାଗି ୟାକୁ ଦେଖିବା ମାତ୍ରେ ପାଚିଛି ମାନେ ଗୋଟେ ପାଚିଛି ମାନେ ଘରକୁ ନେଇ ଆସ। ତାପରେ ଘରକୁ ନେଇ ଆସିଲୁ, 2-3 ଦିନ ପରେ ପୁରା ପାଚିଯିବ ବହୁତ ବଢ଼ିଆ ମଜାରେ।